हनुमान द्वादश नाम स्तोत्र। ଏହି ସ୍ତୋତ୍ରକୁ ପ୍ରତ୍ୟେକ ଦିନ ପାଠ କଲେ ଅଥବା ଶ୍ରବଣ କଲେ ଏହା ଏକ ସୁରକ୍ଷା କବଚ ଭାବରେ କାର୍ଯ୍ୟ କରେ, ଯାହା ଭୟ, ଚିନ୍ତା ଏବଂ ନକାରାତ୍ମକ ଶକ୍ତିକୁ ନଷ୍ଟ କରିଥାଏ। ଯାତ୍ରା କରିବା ପୂର୍ବରୁ ଏହି ସ୍ତୋତ୍ରକୁ ପାଠ କରି କିମ୍ବା ଶ୍ରବଣ କରି ଯାତ୍ରା କଲେ ଦୁର୍ଘଟଣା ଏବଂ ଅଜ୍ଞାତ ବିପଦରୁ ରକ୍ଷା ମିଳିଥାଏ। ମୃତ୍ୟୁ ଭୟ ରହେ ନାହିଁ। ରାତିରେ ଶୋଇବା ପୂର୍ବରୁ ପାଠ କଲେ ଭୟମୁକ୍ତ ଏବଂ ଶାନ୍ତିପୂର୍ଣ୍ଣ ନିଦ ଆସିଥାଏ। ସକାଳେ ଏହାକୁ ପାଠ କଲେ କିମ୍ବା ଶ୍ରବଣ କଲେ ଦିନ ସାରା ଶକ୍ତି ଏବଂ ସକାରାତ୍ମକ ଊର୍ଜା ମିଳିଥାଏ। କୌଣସି ଗମ୍ଭୀର ସମସ୍ୟା କିମ୍ବା ବିପଦରେ ପଡ଼ି କିମ୍ବା ରୋଗରୁ ମୁକ୍ତି ପାଇବା ପାଇଁ ଏହି ସ୍ତୋତ୍ରକୁ ନିୟମିତ ଭାବରେ ପାଠ କରନ୍ତୁ ଅଥବା ଶ୍ରବଣ କରନ୍ତୁ। ଆସନ୍ତୁ ଶ୍ରବଣ କରିବା ହନୁମାନ ଦ୍ୱାଦଶ ନାମ ସ୍ତୋତ୍ର। ହନୁମାନ ଦ୍ୱାଦଶ ନାମ ସ୍ତୋତ୍ର। ହନୁମାନଞ୍ଜନା ସୁନୁଃ ବାୟୁପୁତ୍ର ମହାବଲଃ ରାମେଷ୍ଟ ଫଲ୍ଗୁନ ସଖ ପିଙ୍ଗାକ୍ଷମିତ ବିକ୍ରମଃ ଉଦଧିକ୍ରମଣଶ୍ଚୈବ ସୀତାଶୋକ ବିନାଶକଃ ଲକ୍ଷ୍ମଣ ପ୍ରାଣଦାତା ଚ दशग्रीवस्य दर्पः द्वादशैतानि नामानि कपीन्द्रस्य महात्मनः शापकाले पठे नित्यं यात्राकाले विशेषतः तस्य मृत्युभयं नास्ति सर्वत्र विजयी भवेत् राजद्वारे गहरे च भयं नास्ति कदाचन। हनुमानंकर गुरु ग्रहण। शुण हे साधु जन एथु अन्ते पुण केउं केउं कथा मान घटिला क जान उमा साई बसिथिले कैलाश कंदरे शुण प्राण सही कथा कहुअछि भले बुद्धि खड़ बड़ सेहु सहजे बानर हनुमान बाल्य काले होइले चंचल पुणी बाळुत अवस्था देवतांक बळे अंशुजात रुद्रंकर होइअछि काले कथा पुणी भय भ्रांति चिंता नाही मने आपे भ्रमु थाई पुणी महानंदे बने पहुँचिन ध्यान बेळे ऋषि मानकर आश्रम आसन चिरी पकांति सतोर फिंगे अरण्य मध्यरे कमंडलु नेई टांगी दियंती वृक्ष परे लेंगुटी को सेही एहाकु देखिण कपि तपिकी करिबे जातिरे त कपि पुणी की कथा चिंतिबे समस्त को जना पुणी भविष्यत बाणी नुहे सहज बानर जगत को जानी से पुणी वायुंकर जे अटई संतान नंदन के शरीर से अंजु जीवधन ब्रह्मांडर स्वामी सूर्य चंद्र वायु देव एही वर देइछन्ति ताकुरे
କେଉଁ କ୍ରୋଧ ବାବା ଯିବ ତାହାଙ୍କ ଉପରେ, କେଉଁ ଋଷି କ୍ରୋଧ କଲେ ରହିବ ପୃଥିରେ। ଧରଣୀ ମଧ୍ୟରେ ମହାମାନ ହନୁମାନ, ଜନ ଜନମ ସମସ୍ତ ମୃତ୍ୟୁ ସାର ଜାଣ। ମୃତ୍ୟୁ ନାହିଁ ବାନରର କଥା ଜଣାଅଛି, ଶ୍ରୀରାମଙ୍କ ସଖା ପୁଣି ତାର ଭାଗ୍ୟେ ଅଛି। ସର୍ବେ ହନୁମାନଙ୍କର କଷଣକୁ ସହି, ଶୁଣ ଏହିପରି ଭାବେ ହନୁମାନ ତହିଁ। କଟେ ଜାଣ ତାଙ୍କ ଦିନ ଅରଣ୍ୟ ମଧ୍ୟରେ, ହନୁ ହେଲେ ପୁଣି ବିଧି ବିଧି ବିଧାନରେ। ଯେ କାଳ ବିଦ୍ୟା ଧନ ଆସେ ସେଇ କାଳେ, ହନୁମନ୍ତ ବିଦ୍ୟା ପାଇଁ ଯାଇଅଛି ବଳେ। କେଶରୀ ଯେ ପିତା ତାର ମାତା ଯେ ଅଞ୍ଜନା, ବିଦ୍ୟାଦାନ ହନୁମାନ ପାଇଁ ଚିନ୍ତା ସିନା। ଏବେ ଚେଷ୍ଟାର ଫଳକୁ ଶୁଣ ହନୁମାନ, ନଦେଲେ ବିଦ୍ୟାଧ୍ୟୟନ କଥାକୁ ସେ ଧ୍ୟାନ। ଯାଇ ଋଷି ବିନୟେ କେଶରୀ ଅଞ୍ଜନା, କହନ୍ତି ବିନୟେ କଥା ପୁତ୍ର ଲାଗି ସିନା। କୃପା ଯେବେ ନ କରିବେ ଆମ୍ଭରି ବଚନେ, ମୂର୍ଖ ହେବ ପୁତ୍ର ମୋର ଜାଣନ୍ତି ବିଧାନେ। ଅଞ୍ଜନା କେଶରୀ ଶୁଣ ଋଷି କହନ୍ତି, ବହୁ ଗର୍ଭଧାରୀ ହନୁମାନ ଯେ ଜାଣନ୍ତି, ନାହିଁ ତାଙ୍କ ମନେ ବିଦ୍ୟା କଥା ଅହଙ୍କାରେ। ହେବ ମନେ ତାଙ୍କ ଜ୍ଞାନ ସିନା ଗର୍ବ ଗଲେ, ବିଦ୍ୟା ହେବ ନିଶ୍ଚେ ତାଙ୍କ ପର୍ବକୁ ଉଡ଼ିଲେ। କାହୁଁ ବିଦ୍ୟାକୁ ଶିଖିବ ଏକଥା ନହେଲେ, ଦେଲୁ ଅଭିଶାପ ହନୁମାନେ ଆମ୍ଭେ ତେଣୁ। ଯାଉ ଗର୍ବ ଅହଙ୍କାର ହନୁମାନ ମନୁ, କେଉଁ ଜନ ହନୁମାନ ଠାରେ ଯଦି କେହି, ପ୍ରକାଶିବ ତାଙ୍କ ଆଗେ ତାଙ୍କ ଗୁଣ ନେଇ। ହେବ ଗର୍ବ ଉତ୍ପନ୍ନ ସେହି ଦିନ ପୁଣି, ହେବ ବଳବାନ ହନୁ ସେହି କଥା ଜାଣି। କେଶରୀ ଯେହା ପରେ ଆନନ୍ଦ ହୋଇଲେ, କହନ୍ତି ଅଞ୍ଜନା ପାଶେ ଆଦିତ୍ୟ ଯେ ଭଲେ। କରିବ ଆମ୍ଭର ପୁତ୍ର ବିଦ୍ୟା ଯେ ସେଠାରେ, ନିଶ୍ଚେ ହେବେ ଗୁରୁ ଶ୍ରେଷ୍ଠ ଆଦିତ୍ୟ ଈଶ୍ୱରେ। ନୁହନ୍ତି ଯେପରି ସୂର୍ଯ୍ୟଙ୍କ ବ୍ୟତୀତ କେହି, ବିଦ୍ୟା ଜ୍ଞାନ ହନୁମାନ କରିବେ ଯାଇ। ଆଦିତ୍ୟଙ୍କ ପାଶେ ହନୁମାନ
विद्या ज्ञान कले सेहि ठाई। संगीत ज्योतिष पुणी वेद ओ वेदांग। अध्ययन सर्व विद्या कराइले सांग। सदाशिव प्रिया आगे कहिण ए मंत। हेले प्रिया हसी हसी वेद मजे मंत। पुणी पुछन्ते पार्वती बाकी कथा थिला। हसी हसी अजथारे कथा वृथा भला। मुहि आसई कथा को अजणा होइले। हसिबार कथा माने बुझिबा भूलिले। सदाशिव कहुछन्ति आग प्रिया मोर। महादेव सदाशिव गुणे कपार। रहिअछि पूर्ण सर्व विद्या जाठारे। हनुमान सेहि ज्ञान अध्ययन कले। विधिर विधान परंपरा अनुसारे। हनुमान पालन को तहि बाध्य हेले। शुणी प्रियादित्यंक पासे पुणी रही। फेरे विद्या ज्ञान पाई अंजना तनई। हनुमान पिता माता ज्ञान जानी पारी। सेहु पुणी आनंदरे होइले भरी। जान हनुकर पुणी विद्या शिक्षा हेला। निजे विद्या सारी हनु गृहरे फेरिला। हनुमान पदे मुहि करिले ध्यान। ब्रह्मचारी आदि कंद लेखिले पुराण। हनुमानंकर श्रीराम दर्शन प्रसंग। शुण आहे साधु जने एथु अन्ते आन। एथु अन्ते पुराण रे किस कथा पूर्ण। बसी थांती सदाशिव कैलास परे। जप पुणी करू थांती राम मंत्र सारे। आसी एमंत समये प्राण प्रिया उमा। चरण तले स्वामींक होइला विनया। विनीत स्वरे से हर प्रिया जे कहन्ति। जप कर राम नाम महामंत्र नीति। सदाशिवे जेउ राम आराध्य हेमंत। कहिबा से राम कर जन्मर वृत्तांत। जानिबाकु जଣା नाही इच्छा मोर हेला। काहे कहु जन्मिले से कुह मते भला। से हनुमान सेवक जानिले कि ताहा। प्रभु कुहन्तु खोलिक जानिबि मुताहा। कौतुके बस हसी कहन्ति गोसाई।
ଏହି କଥା ଜାଣିଅଛି କହୁଛି ବୁଝାଇ। ତୁମ୍ଭେ ଅସଲ କଥାକୁ ପୁଚ୍ଛା କଲ ସତୀ, କରିବି ପ୍ରକାଶ ପ୍ରିୟା ତୁଟି ଯିବ ଭ୍ରାନ୍ତି। ଅଯୋଧ୍ୟାରେ ଜନ୍ମ ହେଲେ ଦଶରଥପୁରେ, ଦଶରଥ ପିତା ତାଙ୍କ ସେ ସୂର୍ଯ୍ୟ ବଂଶରେ। ବାଲ୍ୟଲୀଳା ଶିଶୁ ରାମ ଯେ କାଳେ କରିଲେ, ଯାଏ ଚାଲି ହନୁମାନ ପୁଣି ସେହି ବେଳେ। କେ ଭାବେ ବାଲ୍ୟଲୀଳା ପ୍ରଭୁ ଯେ କରନ୍ତି, ହନୁମାନ ମନ ଭରି ଭୋଗ କରେ ନୀତି। ଭିକ୍ଷୁ ଖୋଜେ କେତେବେଳେ, କେତେବେଳେ ନର, ହନୁଦାସ ହୋଇ ପୁଣି ପ୍ରଣାମେ ପୟର। ରୂପରେ ମଧ୍ୟ ଜ୍ୟୋତିଷ୍କ ହନୁମାନ ହୋଇ, ଲୀଳାମାନ ପ୍ରଭୁଙ୍କର ଦେଖୁଥିଲା ଯାଇ। ଶୁଣ କଥା ଦିନକର ଆଗେ ପ୍ରାଣ ସହି, ଦେଖ ଦାସ କରୁଅଛି କିମିଆକୁ ତହିଁ। ପୁଣି ମାଙ୍କଡ଼ ହେଉଛି ଖେଳାଳି ସେହି ତ, ହୋଇବ ଶୁଣି ନିଶ୍ଚୟ କଥାଟାର ସତ୍ୟ। ହନୁ ବଜାଏ ଡମ୍ବରୁ ନାଚୁଛି ବାନର, ଦେଖ ବାନର ନାଚୁଛି ସେହି ସତୀବର। ଦାଣ୍ଡେ ରୁଣ୍ଡ ହୋଇଛନ୍ତି ନର କପିଲା, ଆସି ପୁଣି ରାମଚନ୍ଦ୍ର ଦେଖୁଛନ୍ତି ଲୀଳା। ଯାର ମହିମା ଅନନ୍ତ, ରୂପ ଯେ ଅନନ୍ତ, ଦୃଷ୍ଟି ଯାର ଅନନ୍ତରେ ଅନନ୍ତ ଆୟତ। ପୁଣି ତ ସେ ପରି ପ୍ରଭୁ ଜଗତରେ ଲୀଳା, କରିବା ନିମନ୍ତେ ପ୍ରଭୁ ନର ହେଲେ ଭଲା। ପୁଣି ତାଙ୍କ ଜନ୍ମ ହେଲା ବ୍ରହ୍ମାଙ୍କ ଆଦେଶେ, ଇଚ୍ଛା କରି ପ୍ରଭୁ ଜୀବ ଏ ଭାବ ପ୍ରକାଶେ। ରାମ ମର୍ଯ୍ୟାଦା ପୁରୁଷ ପତିତ ପାବନ, ପୃଥିବୀରେ କରିବେ ସେ ପାପ ବିଧ୍ୱଂସନ। ପାପ କରିବେ ବିନାଶ, ବସୁଧା ପାଇବେ, ମରତରେ ଶାନ୍ତି ଶାନ୍ତି ସ୍ଥାପନ କରିବେ। ସେହୁ ହନୁ ସେହି ଶିବ, ଜାଣନ୍ତି ଯେ ହରି, ସେ ଲାଗି ମଧୁ ହସ ଯାଏ ଅଶ୍ରୁ ଝରି। କୋଟି କୋଟି ମାୟା ଗୁଣ କିଏ ସେ ବୁଝିବ, ଅନନ୍ତ ଶୟନ ତାର ଜଗତ ଦେଖିବ। ସେହି ମଣିଷ ଦେବତା ଭାବରେ ବିନୋଦ, ପୁଣି ନର ଅବତାର ପୃଥିବୀରେ ଠାବ। ଯେ ସିନା ଜାଣିବ ବ୍ୟକ୍ତି, ଜାଣିବ ଜ୍ଞାନରେ, ଅଜ୍ଞାନୀ ସେ ଜ୍ଞାନ ହାରି, ବିନା ସେ ମୂର୍ଖରେ।
श्रीराम जे भाबी भाबी मनकु कहिले हेबनि सेहि मोर दिने दरकारे बजान्ति डम्बरु शिव करिण से रब मर्कट शिव नाचन्ति बोली करी ठाव जे देखर प्रभु मन हेला सेहि क्षण निश्चय रखिबे मर्कट होइला जे मन एका परी कथा तांक भांगी सेहि ठार युवराज श्रेष्ठ पुणी सर्वजे गोचर सेहु नृप दशरथ जान अयोध्यार थिले उपस्थित सेहि काले सेठावर पुणी मंद हास्य करी कहन्ति नृपति मो पुत्र जे आदरिछि मर्कटरे अति तार इच्छा के भांगिब उणा मने हेब एहु मर्कट पाउणा जेते धन नेब श्याम सुंदर मो राम मर्कट रखिब ए नगरे तार कथा कि बाउणा हेब शुणिल त प्रिया मोर मरुद पाशोरा मर्कट से राम साथे भाग्ये करे लीला इच्छा थिला देखिबाकु ताहांकर लीला से तो स्वयं सदा शिव मर्कट की भोला न करी ध्यान पुणी श्रीराम चरणे मर्कट रे ध्यान जे तांकरी चरणे अयोध्या को आसुथिले इच्छा करी भोला बांधिबाकु जोग देखी से राम थिला जार चरण पंकजे उत्सर्ग जीवन करन्ति कोल ताहाकु अयोध्या राजन पार्वती को हसी हसी कहन्ति शंकर निज हस्ते शिवंकर रामंकर डोर इच्छा थिले केउ जोगु करी जप ध्यान थिला जे भाग्य रे हा मेरे कोटि धन शिव नाचुछन्ति पुणी ताथेई ताथेई श्रीराम जे नाचुथिले शिवंकु नचाई नाटु आसे सेहि काले कैलासनाथ हरि नेले धीरे धीरे नद करी साथ श्रीराम भयकारी जे मर्कट धारी नाटुआकु जानिथिले शोण माहेश्वरी मर्कटर रूपकु से देखिबा अजଣା शिव जे सेवक पुणी एक थाकी जଣା नेले धरी नर हरि जान एक थारे हनुमान से मर्कट जानी महेश्वरे श्री पंचानन चरणे मोहर ध्यान
ବ୍ରହ୍ମଚାରୀ ଜଗବନ୍ଧୁ କରୁଛି ପ୍ରଣାମ। ଶ୍ରୀରାମ ସୁଗ୍ରୀବଙ୍କ ଭେଟ। ଏବେ ଶୁଣ ସାଧୁ ଜନେ ଅଭୂତ ଘଟଣା, ସୁଗ୍ରୀ ସହ ହନୁମାନ ହୋଇବେ ମିଳନ। ଏମନ୍ତ ଯେ ସେ ଅପୂର୍ବେ ଘଟଣା କଥନ, ଏହିଠାରୁ ଶୁଣ ସର୍ବେ ହୋଇ ଏକ ମନ। ହରଙ୍କ ନିକଟେ ଥାଇ ପୁଛନ୍ତି ଗୌରୀ, କୁହ ନାଥ ଏଥୁ ଅନ୍ତେ ଘଟଣା କିପରି। ବାଳି ଶତ୍ରୁ ଶୁଣିଥିଲି ରାମାୟଣେ ମୁହିଁ, ସୂର୍ଯ୍ୟସୁତ ସୁଗ୍ରୀବରେ ହନୁମିତ୍ର ହୋଇ। ସୁଗ୍ରୀବ ଯେ ରାମେ ମିତ୍ର ହୋଇଲେ କିପରି, ଅଦ୍ଭୁତ କଥା ଏହା କୁହନ୍ତୁ ବିଚାରି। କହୁଛନ୍ତି ପଞ୍ଚାନନ ଶୁଣ ରାମାବର, ସୁଗ୍ରୀବ ମିତ୍ର କି ଭାଣେ ହେଲା ରାମଙ୍କର। ବାଳିଙ୍କର ଶତ୍ରୁ ସେହି ନାମ ତା ସୁଗ୍ରୀବ, ଘଟିଲା ତାଙ୍କ ମଧ୍ୟେ ଆଉ ଏକ ଭେଦ। ଥିଲା ଭାଇ ଭାଇ ଦୁଇ ଚଳୁଥିଲେ ପୁରେ, ଜ୍ୟେଷ୍ଠ ଭ୍ରାତା କଥା ଭଙ୍ଗ ସୁଗ୍ରୀବ ଯେ ନଳରେ। ଦେବତା ପଥୟ ସେହୁ ମାନୁଥିଲା ପରା, ନୀତି ପ୍ରତିପାଦ ପୂଜା କରୁଥିଲା ତୋର। ଭାଇ ଯେ ଭଗାରୀ ହେବ ଜାଣେ ନାହିଁ ବାଳି, ପୋଷୁଥିଲା ପାଶେ ରଖି ଜୀବ ଧନ ପରି। ବିଧାତାର ବିଧାନକୁ କେହୁ ବା ଭାଙ୍ଗିବ, କିଏ ଜାଣିଥିଲା ଦିନେ ଏକଥା ଘଟିବ। ବିଧାତା କରିଲା ଦେଖ ଘଟ ଏହିପରି, ଭାଇ ଥିଲା ପ୍ରାଣ ତାର ହୋଇଲା ଭଗାରୀ। ଦିନକର କଥା ଶୁଣ ଆସିଲା ଅସୁର, କହିଲା ବାଳିକୁ ଆଜ ମାରିବନି କର। ଏହିପରି ରାକ୍ଷସ ସେ କହି ବାରମ୍ବାର, ସେଦିନ ବାଳିର ମନେ ହେଲା କ୍ରୋଧ ଭର। କହିଲା ରେ ରହ କ୍ଷଣେ ପାପିଷ୍ଟ ପାମର, ଆଜ ନିଶ୍ଚୟ ନେବି ମୁଁ ପ୍ରାଣକୁ ତୋର। ଏହା କହି ବାଳି ସୁଗ୍ରୀ ବାହାରି ନଗରୁ, ସିଂହ ଦ୍ୱାରେ ଛିଡ଼ା ହେଲେ ଦେଖିଲା ଯେ ଦୂରୁ। ଦୁଇ ଭାଇ ଏକ ସଙ୍ଗେ ଦେଖନ୍ତେ ଅସୁର, ଭାବିଲା ଆଜ ନିଶ୍ଚୟ ପ୍ରାଣ ଯିବ ତାର। ଏମନ୍ତ ଭାବିଣ ତହୁଁ ସେ ରାକ୍ଷସ ଗଲା, ଧାଇଁ ଧାଇଁ ଯାଇ ସେହୁ ଗୁମ୍ଫାରେ ଲୁଚିଲା। ସାଥୀ ହୋଇ ଦୁଇ ଭାଇ ଗଲେ ସେହି ସ୍ଥାନେ, ଦେଖିଲେ ଅସୁର ଗଲା ଲୁଚିଲେ ସେ ସ୍ଥାନେ। ବାଳି କହଇ ସୁଗ୍ରୀକୁ ଦେଖ ସାନ ମୋର, ରାକ୍ଷସ ନିଶ୍ଚୟ ଏବେ ଲୁଚିଲା ଗୁହାର। ଆଜି ତାର ରକ୍ଷା ନାହିଁ ମୋହରି କବଳୁ, ନିଶ୍ଚୟ ବଧିବି ମୁହିଁ ପାପିଷ୍ଟ ଅସୁର। ଏହା କହି କହ ଭାଇ ସୁଗ୍ରୀବ ମୋର, ତୁହି ଥାଅ ଦ୍ୱାର ଠାରେ ମୁଁ ଯାଏ ଭିତର। ନିଶ୍ଚୟ ବଧିବି ମୁହିଁ ପାପିଷ୍ଟ ଅସୁରେ, ସେତେବେଳ ଯାଏ ତୁହି ଥିବୁ ଏହି ଦ୍ୱାରେ। ନ ଫେରିବା ଯାଏ ତୁହି ଏଇଠିରେ ଥିବୁ, ଫେରିବା ପରେ ଯେ ଆମ୍ଭେ ଯିବା ଯେ ପୁରକୁ। ଆନନ୍ଦ ଉତ୍ସବ ନଗରେ ପାଳି ଆଜ ଦିନ, ସୁଖେ ମଧ୍ୟ ମାଂସ ଆଦି କରିବା ଭୋଜନ। ଏହା କହି ଯାଏ ଭାଇ ସୁଗ୍ରୀ ରହେ ଦ୍ୱାରେ, ବାଳି ଗଲା ଗୁମ୍ଫା ମଧ୍ୟେ କେତେ ଯେ ବରଷ। ଫେରିଲା ନାହିଁ ଜାଣିଲା କନିଷ୍ଠ ନରେଶ, ସେତେ ଦିନ ଯାଏ ସୁଗ୍ରୀ ଥାଏ ଗୁମ୍ଫା ଦ୍ୱାରେ। ହଠାତ୍ ଦେଖିଲା ନେତ୍ର ଦୁଃଖିତ ଭାବରେ,
ଗୁମ୍ଫା ମଧ୍ୟରେ ଘୋରତର ଯୁଦ୍ଧ ଜଣାଗଲା। କଥା ପୁଣି ଗର୍ଜନ ଶୁଣାଗଲା। ସୁଗ୍ରୀବ ଭାଇ ମୋ ଭାଇ କରୁଛନ୍ତି ରଣ କରୁଛନ୍ତି ବୋଲି କିଛି କାଳ ଗଲା। ଗୁମ୍ଫା ଦ୍ୱାରା ରକ୍ତ ନଦୀ ସତେ କି ବହିଲା। ଏହାପରେ ଗୁମ୍ଫା ମଧ୍ୟରେ ନ ଶୁଭିଲା ରୋଳ। ସୁଗ୍ରୀବ ଭାବିଲା ଭାଇଙ୍କ ହୋଇଗଲା କାଳ। ରାକ୍ଷସ ବଧିବା ପରେ ନିଶ୍ଚୟ ଫେରିବେ। ମୋର ସାଥେ ଆନନ୍ଦରେ ନଗରକୁ ଫେରିବେ। ଭାସିଗଲା ରକ୍ତ ନଦୀ ଛାର ମୃତ୍ୟୁ ନୁହେଁ। ପର୍ବତ ପ୍ରାୟ କବୀର ଥିଲେ ଦୁହେଁ। ଏହା ଭାବି ସୁଗ୍ରୀବ ଯେ ଅପେକ୍ଷା ସେ କଲା। ଏହୁ ମଧ୍ୟ କିଛି ଦିନ ତହୁ ବିତିଗଲା। ଭାଇ ଯଦି ବଧ କଲେ ରାକ୍ଷସକୁ ଯାଇ, ନିଶ୍ଚୟ ସେ ଫେରିଥାନ୍ତେ ଗୁମ୍ଫା ଦ୍ୱାର ଦେଇ। ଭାଇ କିନ୍ତୁ ରାକ୍ଷସରେ ହସ୍ତବଦ୍ଧ ହେଲେ। ସେଥିଲାଗି ଏତେବେଳେ ଆଉ ନ ଫେରିଲେ। ଏଥୁ ଅନ୍ତେ ସୁଗ୍ରୀବ ଭାବିଲା ମନରେ, ନିଶ୍ଚୟ ମରିବ ଆଜ ଅସୁର ହସ୍ତରେ। ରାଜ୍ୟ ଆମ ଛାରଖାର ଏବେ ହୋଇଯିବ। ଆମ ରାଜ୍ୟ ଅନ୍ୟ ହସ୍ତେ ଶାସନ ହୋଇବ। ଏହିପରି ସୁଗ୍ରୀବର ରାକ୍ଷସ ଭୟରେ ବଡ଼ ଏକ ଶିଳା ଖଣ୍ଡ ଗୁମ୍ଫାର ଦୁଆରେ। ଡେରି ଦେଇ ରୁନ୍ଧ କଲା ମାରି ସେ ଗୁମ୍ଫାର। ଏଥୁ ଅନ୍ତେ ଫେରି ଆସେ ନିଜର ନଗର। ସମସ୍ତ ଘଟଣା ମାନ ସଭା କରି ସୁଗ୍ରୀବ କହିଲାରେ ଗୋଟି ଗୋଟି ଯାହା କଲା ବିଧି। ରାକ୍ଷସ ହସ୍ତରେ ବଧ ହୋଇଲେ ଯେ ଭାଇ, ପ୍ରାଣ ଭୟରେ ରାଜ୍ୟକୁ ମୁଁ ଫେରି ଯେ ଆସଇ। ପାତ୍ର ମନ୍ତ୍ରୀ ରାଜଗୁରୁ ଏକଥା ଶୁଣିଣ, କହିଲେ ସୁଗ୍ରୀବକୁ ଡାକ ଉପାୟ ଏସନ। ରାଜ୍ୟ ରାଜକ ହେବ ରାଜେ ରାଜା ନାହିଁ। ସେଥିଲାଗି ସୁଗ୍ରୀବର ରାଜ ହୋ ତୁହି। ଏହା କହି ପ୍ରଜାଗଣ ସୁଗ୍ରୀବ ସମ୍ବୋଧିଲେ। ବିଧି ବିଧାନରେ ତହୁଁ ରାଜା କରାଇଲେ। ଦେଖି ପୁଣି ଏହି ବିଧି ତାହାଙ୍କ ବିଧାନ। ଥିଲା କାହିଁ ବାଳି ସେହି ଆସେ ନଗ୍ରେ ଜାଣ। ସଭା କରୁଛି ସୁଗ୍ରୀବ ନେତ୍ରରେ ଦେଖିଲା। ସଙ୍ଗେ ସଙ୍ଗେ ସୁଗ୍ରୀବକୁ ଆଣି କଚାଡ଼ିଲା। କହିଲାରେ ଭାଇ ତୁହି ଭଗାରି ହୋଇଲୁ। କହିଥିବା କଥାକୁ ତୁ ମୋର ନ ରଖିଲୁ। ଭାବିଲୁ ମରି ଯାଇଛି ଜ୍ୟେଷ୍ଠ ଭାଇ ବାଳି। ହୋଇଲୁ ରାଜନ ଆସି ସେହି କଥା ଭାଳି। ଏହା କହି ବାଳି ବୀର କ୍ରୋଧେ ଜର ଗୋଡ଼ାଇ ପ୍ରହାର କଲା ଗଦାରେ ତାର। ପ୍ରାଣ ବିକଳରେ ସୁଗ୍ରୀବ ପଳାଇ ଆସିଲା। ଅରଣ୍ୟ ଗହରେ ଯାଇ ଗୋପନେ ରହିଲା। ହେବ ଜାଣ ଲୀଳା ଯେ ହୋ ଏହିଠାରୁ ପୂର୍ଣ୍ଣ। ତାହା ସବୁ ତୁମ୍ଭ ପାଶେ କରିବି ଗାୟନ। ପ୍ରାରମ୍ଭରୁ ଶେଷ ଯାଏ ଲୀଳାକୁ ଏପରି। ଜାଣ ଲୀଳା ଯେ ତୁମ୍ଭକୁ ଦେଖାଇବ ଗୋରି। ମୋର ସମୟେ ପ୍ରଭୁଙ୍କ ଦର୍ଶନ। ମୁଁ ହିଁ ଦର୍ଶନେ କରିବି ସ୍ତୁତି ଜ୍ଞାନ ଜାଣ। ଜାଣ ଆଉ ଯେ କଥାକୁ ଏ କଥା ଗୋ ପ୍ରିୟା। ମୋର ଠାରେ ରାବଣର ଭକ୍ତି ଥିଲା ଯାହା। ତାହାର ପୂଜା ଯେପରି ସେହିପରି ଫଳ। ମୋର ସେବା କର୍ମ କରି ପାଇଲା ଅସୁର। ସେହି ବୀର ଜାଣେ ନାହିଁ ଅଂଶମାନ ମୋର।
अंश जे 11 ଗୋଟିଏ ଅଂଶ ସ୍ଥିର ଛାଡ଼ି ଏକ ଅଂଶେ ପୂଜା ଅନ୍ୟ ଅଂଶେ ପୂଜା କର ମୋର ସେହିପରି ପାଇଲା ସେ ରାଜା ସେହି ଅଂଶ ଏକ ଅଂଶ ବାକି ଯାହା ପୂର୍ଣ୍ଣ ଅବତାର ମୁଁ ହୋଇଲି ପ୍ରିୟା ମୋର ଶୁଣ ପରିତ୍ୟାଗ ସର୍ବ ଅଂଶ ନିଶ୍ଚୟ କରିବ ପୁଣି କରିବାକୁ ଜୟ ଏକ ଅଂଶ ଥିବ ସେ ବରଣ ତାହାଠାରେ କଥା ବିଚାରି ସେ ଅଂଶରେ ଅଛି ହୋଇ ମୁହିଁ ଅବତରି ସେବା ହେବା ଯୁଦ୍ଧ କଲେ ପ୍ରଭୁଙ୍କୁ ଜାଣିବେ ଯୁଦ୍ଧ ରାବଣ ସାଥିରେ କରିବି ଏ ଭାବେ ହର ପ୍ରିୟା ଚକିତ ଯେ ଶୁଣିବା ହୋଇଲେ କଣ୍ଠେ ବିନୟ କହନ୍ତି ଶୁଣ ପ୍ରିୟା ଭଲେ ଜନ୍ମ ତୁମ୍ଭ ପୁଣି ତାହା ହୋଇବ କିପରି ମୋତେ କୁହନ୍ତୁ ଫିଟାଇ ଶୁଣିବ ଯେପରି ଆତ୍ମା ମୋର ଶାନ୍ତି ହେବ ଦୁଃଖ ହେବ ଦୂର ସେବିବି ଆନନ୍ଦରେ ମୁଁ ଆପଣେ ତୁମ୍ଭର ବାଣୀ ଶୁଣି ପ୍ରାଣ ପ୍ରିୟା ଠାରୁ ସଦାନନ୍ଦ ସେ କହନ୍ତି ଗଦ ଗଦେ ହୋଇଣ ଆନନ୍ଦ ବାୟୁ ଦେବତା ଏ କ୍ଷେତ୍ରେ ଶେଷ ଦୟ ମୋର ସର୍ବକାର୍ଯ୍ୟ ଜୟ ହେବ ଦୟାରୁ ତାଙ୍କର ଦେବତା ବାୟୁଙ୍କ ଦ୍ୱାରା ଅଞ୍ଜନା ସୁନ୍ଦରୀ ଗର୍ଭବତୀ ହୋଇବ ସେ ଜାଣ ସୁକୁମାରୀ ମାତା ମୋର ସେ ହୋଇବ ମୁଁ ହେବି ସନ୍ତାନ ଏହିପରି ମୋର ଲୀଳା କରିବ ଗଜାନ ମାତା ଯେ ସେହି ଅଞ୍ଜନା ସଦୟ ହୋଇବେ ବସି କଣ୍ଠେ ଜ୍ଞାନ ମାନ ମୋତେ ବତାଇବେ ଶୁଣିବାଣୀ ଠାକୁରାଣୀ ଏମନ୍ତ ପ୍ରକାର ବିନୟ କହନ୍ତି ଭାବିବାଣୀ ଯେ ତାଙ୍କର ହନୁମାନ ଯେ ସେ କାଳେ ରୂପ ବଦଳାଇ ଅପରାଧ ମୋହର କ୍ଷମ ନର ଦେଇ ସେହି ଶିବ ହନୁ ଯେନୁ ଅଞ୍ଜନା କୁମର ମର୍କଟ ହୋଇଲେ ଜାଣ ସେହି ଅବତାର ଅରଣ୍ୟ ଗହନ ଦେଖି ବାସ ଯେ କରିଲେ ଏକାଳରେ ସୁଗ୍ରୀବରେ ବନ୍ଧୁତ୍ୱ ବାନ୍ଧିଲେ ରାବଣ ହରିଲା ସୀତା ରାମ ହେଲେ ବାଇ ସୀତାଙ୍କୁ ଖୋଜିବା ଲାଗି ଗଲେ ଦୁଇ ଭାଇ ସବରେ କହିଲା ପଥେ ଆହେ ପ୍ରଭୁ ମୋର ଯାଅ ତୁମ୍ଭେ ଏହି ମାର୍ଗେ ହେବ ଶୁଭ ଘୋର ମୋର ଗୁରୁ କହିଥିଲେ ଭାଗ୍ୟଟି ତୋର ଏଇ ପଥେ ପ୍ରଭୁ ରାମ ଯିବେ କି ସତର ଦେଖା ହେବେ ତୋର ଭାବେ ଦର୍ଶନ କରିବୁ ଋଷ୍ୟମୁଖ ପର୍ବତ ପଥକୁ କହିବୁ ସୁଗ୍ରୀବ ହୋଇଲେ ଦେଖା ସୀତାଙ୍କ ସନ୍ଧାନ ପାଇଣ ରାମ ଯେ ଯିବେ ମରିବ ରାବଣ ସବରୁଣୀ ଦେଲା ଠାବ ମାର୍ଗ କହିଦେଲେ ପ୍ରଭୁ ରାମ ଲକ୍ଷଣ ସେଇ ମାର୍ଗେ ଗଲେ ସେହି ମାର୍ଗେ ଯାଇ ଯାଇ ଋଷ୍ୟମୁଖ ଠାରେ ହନୁମାନ ଦେଖା ଦେଲା ବ୍ରହ୍ମଚାରୀ ତୁଲେ କଲା ଦର୍ଶନ ହନୁ ହୋଇଣ ଆନନ୍ଦ ବହିଲା ହେ ପ୍ରଭୁ ଦୁହେଁ ବସ ମୋର ସ୍କନ୍ଧ ପର୍ବତ ଋଷ୍ୟମୁଖ ଥାଇ ସୁଗ୍ରୀବୀର ଆପଣ ଭେଟ ହୋଇବେ ଜାଣ ସେହିଠାର ମିତ୍ର ଭାଇ ତୋଠାରେ ହୋଇବ ନିକର ହସି ହସି ବସାଇଲା ସ୍କନ୍ଧରେ ତାର ବସିଛନ୍ତି ସ୍କନ୍ଧରେ ଯେ ଜଗତ ସୁନ୍ଦର ମନ୍ଦ ମନ୍ଦ ହାସ୍ୟ ଚଳେ ଜାଣ ଧନୁ ବୀର ସେ ସ୍କନ୍ଧରେ ରଘୁପତି କି ସୁନ୍ଦର ଦିଶେ ରାମ ଲକ୍ଷ୍ମଣ ସେ ଜାଣ ପୂର୍ବ ହର ସେ ଋଷ୍ୟମୁଖ ପର୍ବତ କେଉଁ କେଉଁ କର୍ମ କରିଲେ କୁହନ୍ତୁ ଏବେ ପ୍ରଭୁ ପଞ୍ଚାନନ ତନ୍ମୟ କୁହନ୍ତି ବାଣୀ ହୋଇ ପଞ୍ଚମାଥ ବସିଗଲେ ସ୍କନ୍ଧ ପରେ ପ୍ରଭୁ ଜଗନ୍ନାଥ ପର୍ବତ ଋଷ୍ୟମୁଖ ପହଞ୍ଚାଇ ଦେଇ ଦେଲେ ସୁଗ୍ରୀବ ସଙ୍ଗେ ପ୍ରଭୁଙ୍କୁ ଭେଟାଇ
ମହାବୀର ବୋଲୁଛନ୍ତି ଶୁଣ ହୋ ସୁଗ୍ରୀବ, ଶ୍ୟାମଳ ମୂର୍ତ୍ତିକୁ ଦେଖ ଶ୍ରୀକୃଷ୍ଣ ମାଧବ। ଆଦେଶ ପାଇ ବ୍ରହ୍ମାଙ୍କ ହୋଇଲେ ଜନମ, ଉଦ୍ଧାର ଜୀବଙ୍କ ଲାଗି ଲୀଳା ଶେଷନ। ଜୀବ ଲୀଳା ମର୍ଯ୍ୟାଦା ପୁରୁଷ ଲୀଳା ସେ କରିବେ, ପ୍ରକାଶିବେ ଏବେ ତହୁଁ ପୁଣି ନର ଭାବେ। ମହାବୀର ଏଥୁ ଅନ୍ତେ ପ୍ରଭୁଙ୍କୁ ଅନାଇ, ପରିଚୟ ସୁଗ୍ରୀବଙ୍କ କୁହନ୍ତି ସଜାଇ। ଧନୁର୍ଧର ଆହେ ବୀର ମୋ କଥାକୁ ଜାଣ, ରାଜ୍ୟପତି ଜ୍ୟେଷ୍ଠ ବାଳି ସୁଗ୍ରୀବ ଯେ ସାନ। ହେଲା ପୁଣି କଳି ଗୋଳ ଭାଇଙ୍କ ମଧ୍ୟରେ, ମାଡ଼ କଲା ନିଷ୍ଠୁର ସେ ଆସିନ ସୁଗ୍ରୀରେ। ହୋଇ ଯେ ସୁଗ୍ରୀବ ଭାବ ମିଳନ କରାଇ, ସିନା ଭାଗିଥିଲା ବୋଲି ରାଜୀବ ଯେହି। ମତେ ଦର୍ଶନ ଦେଇ କଲେ ଭାଗ୍ୟବାନ, ମୋର ପ୍ରିୟ ଧନ୍ୟ ହେଲି କହେ ହନୁମାନ। ତବ ପରିଚୟ ଅନ୍ୟ ଜାଣେ ନାହିଁ ମୁହିଁ, ମୋର ସନ୍ଦେହ ଘୁଞ୍ଚିବ ଦର୍ଶନ ପାଇ। ହନୁମାନ ଅନୁମାନ ଯାହା କରିଥିଲା, ପଚାରିବ ଭରସିଲେ ଜାଣି ନ ପାରିଲା। ଦୁଇ ବୀର ସବିନୟେ କୁହନ୍ତି ବଚନ, ଆମ୍ଭକୁ କୁହନ୍ତୁ ପ୍ରଭୁ ଆସିବା କାରଣ। ବାଣୀ ଶୁଣି ହନୁଠାରୁ ଲକ୍ଷ୍ମଣ କୁହନ୍ତି, ଆମ୍ଭ ପିତା ଦଶରଥ ଅଯୋଧ୍ୟା ନୃପତି। ନରପତି ଅଯୋଧ୍ୟାରେ ଗୁଣେଛନ୍ତି ରହି, ରାଣୀ 750 ତାଙ୍କର ଅଟଇ। କୌଶଲ୍ୟା ସେଥୁ ମଧ୍ୟ ହେଲେ ପାଟରାଣୀ, ସୁମିତ୍ରା କୈକେୟୀ ଦୁଇ ରାଣୀ ପୁଣି। ସୁମିତ୍ରା ମୋହର ମାତା ନାମ ମୋ ଲକ୍ଷ୍ମଣ, କୈକେୟୀ ଭ୍ରାତ ଶତ୍ରୁଘ୍ନ ଏହୁ ହେ ଭାବେନ। ଦଶରଥଙ୍କର 4 ସୁତ ଏହିପରି, ଜ୍ୟେଷ୍ଠ ସୁତ ସେଥି ମଧ୍ୟେ ଅବତରୀ। ଗୁଣାବଳୀ ତାହାଙ୍କର ବିଶ୍ୱାମିତ୍ର ଜାଣି, ବଧିବା ଲାଗି ତାଡ଼କା ସଙ୍ଗେ ଗଲେ ଘେନି। ହୋଇଲା ତାଡ଼କା ବଧ ରାମଙ୍କ ହସ୍ତରେ, ଅହଲ୍ୟାକୁ ପଦ ସ୍ପର୍ଶେ ଉଦ୍ଧାର କରିଲେ। ହରଧନୁ ଭାଙ୍ଗିଲେ ସେ ଜନକ ତନୟ, କରିଲେ ସୀତାଙ୍କୁ ବିଭା ରାମ ଜ୍ୟେଷ୍ଠ ଭାଇ। ତାକୁ ହେଲା ପଥେ ଭେଟ ପରଶୁରାମ ବୀର, ତାଙ୍କ ଦର୍ପ ଅହଙ୍କାର ହୋଇଗଲା ଦୂର। ଜାଣ ଏମନ୍ତ ସମୟେ ପିତା ଦଶରଥ, ଆରୋହଣ ସିଂହାସନ କରିବା ନିମନ୍ତ। ଯୋଗାଡ଼ି ବିଧି ବିଧାନ ରାଜ୍ୟବାଲା କହି, ସିଂହାସନେ ଜ୍ୟେଷ୍ଠ ରାମ ବସାଇବା ନେଇ। ରାଜସୋ ଭିଆଇଲେ ନଗର ନଗର, ରାଜା ଶ୍ରୀରାମ ହୋଇବେ ଅଯୋଧ୍ୟା ନଗର। ଦେଖ ବିଧିର ବିଧାନ ଅନ୍ୟଥା ହୋଇଲା, ମନ୍ଥରା ଯେ ସମୟେ କଳି ଭିଆଇଲା। ଡାକି ଆଣେ କୈକେୟୀ କନରେ କହି, 3 ବର ଏହି କାଳେ ମାଗ ତୁମ୍ଭେ ଯାଇ। କୈକେୟୀ ବର ମାଗେ ଭରତକୁ ରାଜା, ମାଗୁଣି ଏହା ମୋହର ଅଯୋଧ୍ୟାର ରାଜା। ହେବ ରାଜା ମୋର ପୁତ୍ର ରାମ ଜୀବନ, ହେବ ନାହିଁ ସତ୍ୟ ଭଗ୍ନ ଏହି ବଂଶେ ଜାଣ। ଆଦ ବିଧିର ବିଧାନ କିଏ ବା କରିବ, ହେବ ରାଜା ଭରତ ସେ ରାମ ବନ ଯିବ। ଗମନ କରିଲେ ରାମ ପିତା ସତ୍ୟ ପାଳି, ବାସ ତାଙ୍କ ଅରଣ୍ୟରେ ହେଲା ଏବେ ଭାରି। ସେ କରିଲେ ଆଶ୍ରୟ ଯେ ଗୋଦାବରୀ କୂଳେ, ହରାଇଲେ ମାତାଙ୍କୁ ସେ ଜାଣ ଏହି କାଳେ। ସୀତାଙ୍କୁ ଯେ ନ ପାଇଲୁ କେତେ ଅନ୍ୱେଷଣ, ଆମ୍ଭେ ଦୁଇ କରିଲୁଣି କେତେ ଯେ ଧାବନ। ବାଣୀ ଶୁଣି ହନୁମାନ ଲକ୍ଷ୍ମଣେ ବୋଲାଇ, ଆହେ ଶୁଣନ୍ତୁ କହୁଛି ଦଣ୍ଡଧର ଭାଇ। ନରପତି ବାଳି ସିନା ବିଚରା ସୁଗ୍ରୀବ, ତାହାଠାରୁ ମାଡ଼ ଖାଇ ଆସିଲେ ଠାବ। ପ୍ରାଣ ଭୟେ ଦୁଃଖ ସହି ରହୁଛି ଏଠାରେ, ଭୟ ତାର ଅଛି ପୁଣି ମୃତ୍ୟୁ ତା ପ୍ରାଣରେ।
ବାସ କଲେ ଋଷ୍ୟ ମୁକେ ପରିଚୟ ମୋର। ତୁମ୍ଭେ ଶୁଣନ୍ତୁ ରାଜୀବ ନାମ ହନୁ ମୋର। ଅଞ୍ଜନା ଅଟେ ମୋ ମାତା ସୁଗ୍ରୀବ ଭଗିନୀ। ପିତାମହର କେଶରୀ ଶୁଣ ରଘୁମଣି। ଦେଖିବା ମାତ୍ରେ ତୁମକୁ ଭୟେ ଥରହର। ନିଜେ ପଠାଇଛ ବାଳି ତୁମ୍ଭ ଦୁଇବାର। କାନ୍ଦୁଥାଇ ମଥା କୋଡ଼ି ପିତା ବାରମ୍ବାର। ସେ ଯାଉଛି ସୁଗ୍ରୀବର କରିଲେ ବିଚାର। ଅଞ୍ଜନା ଯେ ମୋର ମାତା ଭ୍ରାତା ହେବା ପଣୁ। ମୋର ହେବେ ବାଳି ସୁଗ୍ରୀ ପରିଚୟ ମାମୁଁ। ଦେଇ ଦମ୍ଭ ତାଙ୍କଠାରେ ଠାକୁ ଆସିଲେ। ଏ ନୁହେଁ ମୋର ରୂପ ବ୍ରାହ୍ମଣ ହୋଇଲେ। ଲକ୍ଷ୍ମଣ ଯେ ଏହା ଶୁଣି କହନ୍ତି ଆପଣ। ତୁମ୍ଭ ରୂପ ଏଥରକ ଦେଖାଅ ବ୍ରାହ୍ମଣ। ନିଜ ରୂପ ହନୁ ହେଲା ଶ୍ରୀରାମ ଦେଖିଲେ। ତୁମେ ଅଞ୍ଜନା ନନ୍ଦନ ଏଥର ବୁଝିଲେ। ସହଜ ମର୍କଟ ତୁମ୍ଭ ନାମ ହନୁମାନ। ସୁବର୍ଣ୍ଣ କୁଣ୍ଡଳ ଦିଲ୍ସେ ଝଟ ଝଟ କର୍ଣ୍ଣ। ରତ୍ନର ମାଳ ଗଳାରେ ବଳା ଯେ ହସ୍ତରେ। ପୁଣି ବେଢ଼ିଛି ରତ୍ନର ମେଖଳା ଅଣ୍ଟାରେ। ସରଗପୁରର ଏବେ ଅଳଙ୍କାର ପୁଣି। କେଉଁଠାରୁ ପ୍ରାପ୍ତ ହେଲା ତାହା ଆମ୍ଭେ ଜାଣି। ହେମନ୍ତ କଥନ ହସି କହେ ହନୁ ବୀର। ଯେଉଁ କାଳେ ଜନମ ଯେ ହୋଇଲା ମୋର। ମାତା ଜନମ ସମୟେ ବନେ ଚାଲିଗଲେ। ମୁଁ ହୋଇଲି ବାଉଳି ଖାଦ୍ୟ ବିନେ ଗୃହରେ। ନାଲି ରଙ୍ଗେ ରବିଙ୍କୁ ମୁଁ ଆକାଶ ମାର୍ଗରେ। ଭାବି ଭାବି ଧରାରେ ମୁଁ ଆହାର ଭାବରେ। ମୁଁ ରବିଙ୍କୁ ଆକ୍ରମଣେ ମୋ ଆବରିଲା କାଳେ। ଗିଳି ଦେବାକୁ ରାହୁଙ୍କୁ ଭାବିଲେ ବିକଳେ। ଇନ୍ଦ୍ରଠାରେ ରାହୁ ଯାଇ ଅଭିଯୋଗ କଲା। ବଜ୍ରକୁ ମାରିଲା ଇନ୍ଦ୍ର ମୋହଠାରେ ଭଲା। ହେବାରୁ ମୁଁ ହିଁ ଅଚେତ ବାୟୁ କ୍ରୋଧେ ହୋଇ। ବାୟୁ ତାର ତିନି ପୁରେ ନିରୋଧିଲା ଯାଇ। ଦେବଗଣ ଜୀବନ ବିକଳେ ଯେ ଆସିଲେ। ରତ୍ନମାଳ ନାନା ଭାବେ ମୋତେ ସମର୍ପିଲେ। ପରେ ଚେତା ଫେରାଇଲା ବାୟୁ ମୋର ପ୍ରାଣ। ଏହି କଥା ରଖିଲେ ଯେ ଶୁଣି ପ୍ରଭୁ ରାମ। ରାମ ଏବେ ଛଳନାରେ ହୋଇବେ ନରକ। ବ୍ରହ୍ମଚାରୀ ଜଗବନ୍ଧୁ ଲେଖେ ଗୀତେ ଛନ୍ଦେ। ଜୟ ଶ୍ରୀରାମ।